କିଏ ତୁମେ? ସତ କଥା କୁହ, ତମର ପରିଚୟ କଣ? ମୁଁ ଗୋଟିଏ ବିଧବା, ହେଲେ କିଣା କନ୍ୟା ନୁହେଁ। ବିଧବା? ହଁ, ସମୟ ସିନା ବଦଳିଗଲା, ହେଲେ କିଣା କନ୍ୟାର ଜୀବନକୁ ସମୟ ଆହୁରି ଦୟନୀୟ କରିଦେଲା। ଯୁଗେ ଯୁଗେ ନାରୀ ପୁରୁଷ ଜୀବନର ଏକ ବିଶେଷ ଅଙ୍ଗ। ନାରୀ ତାର ଅର୍ଦ୍ଧେକ ପ୍ରାଣ। ବିବାହ ପାଇଁ ନିଜକୁ ଯଜ୍ଞ କରିବା ନାରୀ ଜୀବନର ଏକ ପ୍ରଚ୍ଛନ୍ନ ଅଭିଳାଷ। କିନ୍ତୁ ସେହି ନାରୀକୁ ଆଜି ମଧ୍ୟ ଏକ ବିରାଟ ବୋଝ ବୋଲି ବିବେଚନା କରାଯାଏ। ତୁମେ ସିନା ମୋର ଗେହ୍ଲା ହକୁ ବାପା ମାଙ୍କ ଠାରୁ କିଣି ନେଇ ଆସିଲ, ହେଲେ ମୁଁ ସେ ବ୍ୟବସ୍ଥା ବିରୁଦ୍ଧରେ ଦୃଢ଼ ଭାବରେ ସ୍ୱର ଉତ୍ତୋଳନ କଲି। ହଁ, ନିଜକୁ ବିବାହ ଯୋଗ୍ୟ କରିବା ପାଇଁ ପାଠ ପଢ଼ିଲି, ଶିକ୍ଷିତା ହେଲି, ନାରୀ ସ୍ୱାଧୀନତା ପାଇଁ ସ୍ୱର ଉଠେଇଲି। ହେଲେ ନାରୀ ଜୀବନର ସେ ଧରା ବନ୍ଧା ନିୟମର ଶିକୁଳି ଦୁଃଖ ଯନ୍ତ୍ରଣା ନିର୍ଯାତନାରୁ ମୁକ୍ତ ହେଇପାରିଲିନି। ଜାଣି ଯୌତୁକ ଦେଇ ବାପା ମତେ ଯାହା ସହିତ ବିବାହ ଦେଲେ, ସେ ଗୋଟିଏ ଲମ୍ପଟ ମଦ୍ୟପ କାପୁରୁଷ ଥିଲା। ସେ ଗୋଟେ ବାପା ମତେ ଯାହା ସହିତ ବିବାହ ଦେଲେ, ସେ ଗୋଟେ ମଦ୍ୟପ ଲମ୍ପଟ କାପୁରୁଷ ଥିଲା। ମଧୁଶ୍ରୀ ଆମକୁ ମିଛ ସତ କହି ଠକାମିରେ ପକେଇଥିଲା। ନିର୍ଯାତନା ସହି ନ ପାରି ମୋ ଶାଶୁ ଘରେ ଛାଡ଼ିଲି। କେତେ ଦିନ ପରେ ମୋ ସ୍ୱାମୀ ମରିଗଲେ।